ସମସ୍ତଙ୍କୁ ନମସ୍କାର। ଆଜି ଆମେ ଆମ ପଞ୍ଚମ ବହିର ଆମ ବିଚିତ୍ର ବିଶ୍ୱର ଖାଦ୍ୟର ରହସ୍ୟ ବିଷୟ ଦେଖିବା। ତ ଆଜି ଆମେ କଣ ଆଲୋଚନା କରିବା ନା ଖାଦ୍ୟକୁ ଅଧିକ ସମୟ ସତେଜ ରହିବାର କାରଣ କଣ ତାକୁ ଆମେ ଦେଖିବା। ଠିକ ଅଛି, ତ ଆସ ଆମେ ଦେଖିବା କଣ ଆମର ଶିକ୍ଷଣ ବିନ୍ଦୁ ରହିଛି। ତ ଏଇ ଅଧ୍ୟାୟରେ ତୁମେ ଶିଖିବ ଖାଦ୍ୟ ପଦାର୍ଥ ନଷ୍ଟ ହେବାର କାରଣ। କାହିଁକି ଆମର ଏଇ ଖାଦ୍ୟ ପଦାର୍ଥ ଗୁଡିକ ନଷ୍ଟ ହେଉଛି ତାହା ତୁମେ ମାନେ ଦେଖିବ। ତାକୁ ଆମେ କିପରି ସତେଜ ରଖିବା ତାହା ମଧ୍ୟ ଦେଖିବ। ତେବେ ଆସ ଆମେ ଜାଣିବା ଯେ ସତେଜ ଖାଦ୍ୟ ଆମ ପାଇଁ କାହିଁକି ଦରକାର, କାହିଁକି ଆମେ ଏଇ ସତେଜ ଖାଦ୍ୟ ସବୁ ଖାଇବା। ତ ସତେଜ ଖାଦ୍ୟ ଖାଇଲେ ଆମକୁ କାମ କରିବାକୁ ବଳ ଓ ଶକ୍ତି ମିଳେ। ଯଦି ସତେଜ ଖାଦ୍ୟ ନ ଖାଇବ, ଆମର ଖରାପ ଖାଦ୍ୟ ଖାଇବ, ସେଥିରୁ ଆମକୁ ଶକ୍ତି ମିଳିବ ନାହିଁ। ତ ସତେଜ ଖାଦ୍ୟ ଖାଇଲେ କଣ ହବ ନା ଆମକୁ ବିଭିନ୍ନ କାମ କରିବାକୁ ଶକ୍ତି ମିଳିବ। ତା ସହିତ ରୋଗରୁ ଆମକୁ ତାହା ଦୂରେଇ ରଖିବ। ବିଭିନ୍ନ ପ୍ରକାର ଯୋଉ ରୋଗ ହଉଛି ସେ ରୋଗ ମଧ୍ୟ ହବାକୁ ଦବ ନାହିଁ। କିମ୍ବା ବାସି କିମ୍ବା ଖରାପ ଖାଦ୍ୟ ଖାଇଲେ ଆମ ଦେହ ଖରାପ ହବ ଓ ପେଟ କାଟିବ। ବୁଝିହେଲା, ଯଦି ବାସି ଖାଦ୍ୟ ଖାଉଛ ତାହେଲେ କଣ ହବ, ପେଟ କାଟିବ। ତାହେଲେ ଉପକାରିତା କଣ କଣ ଦେଖ। ପ୍ରଥମେ ହେଲା ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ହବ। ଭିଟାମିନ୍ ଓ ଆଣ୍ଟି ଅକ୍ସିଡାଣ୍ଟ ଶରୀରକୁ ରୋଗରୁ ଆମକୁ ରକ୍ଷା କରିଥାଏ। ଉଚ୍ଚ ଶକ୍ତି ଓ ସତେଜତା ଆଣିଥାଏ, ଯାହା ଆମ ଶରୀରକୁ ଚଳଚଞ୍ଚଳ ଓ କ୍ଳାନ୍ତି ମୁକ୍ତ ରଖିଥାଏ। ଆମକୁ ଥକା ଲାଗିବନି, ଆମେ ସହଜରେ ସବୁ କାର୍ଯ୍ୟ କରିପାରିବା। ତା ସହିତ ଶାରୀରିକ ସକ୍ରିୟତା ମଧ୍ୟ ଆସିବ, ଯାହା ଆମକୁ ନିୟମିତ ବ୍ୟାୟାମ ସହ ସୁସ୍ଥ ଶରୀର ଗଠନରେ ସାହାଯ୍ୟ କରିବ। ହଜମ ପ୍ରକ୍ରିୟାକୁ ମଧ୍ୟ ଉନ୍ନତ କରିବ। ଆମେ ଯାହା ଖାଉଥିବା ସହଜରେ ହଜମ ହେବ। ଓଜନ ନିୟନ୍ତ୍ରଣ କରିବ, ଅତ୍ୟଧିକ ଓଜନ କମ କରିବାରେ ଆମକୁ ସାହାଯ୍ୟ କରେ। ତା ସହିତ ଆମର ଯୋଉ ତ୍ୱଚା କେଶ ଅଛି ତାହାକୁ ମଧ୍ୟ ସୁନ୍ଦର କରି ଗଢିଥାଏ, ଯୋଉଟା କି ଆମକୁ ସୁସ୍ଥବାନ ଜୀବନ ପାଇଁ ସବୁଦିନ ସତେଜ ଖାଦ୍ୟ ଖାଇବା ଉଚିତ। ଯଦି ଖାଇବା ତାହେଲେ ଆମ ଶରୀର ସୁସ୍ଥ ରହିବ। ତେବେ ଏଇ ସବୁ ଖାଦ୍ୟ ଆମର ଖରାପ ହୁଏ କାହିଁକି, କାହିଁକି ଖାଦ୍ୟ ଆମର ଖରାପ ହଉଛି ଦେଖ। ଖାଦ୍ୟକୁ ବାହାରେ ଖୋଲା ଛାଡ଼ିଦେଲେ ଛୋଟ ଛୋଟ ଜୀବାଣୁ ସେଥିରେ ବସିଯାଆନ୍ତି। ଯଦି ଖାଦ୍ୟ ବାହାରେ ଖୋଲା ରହିବ, ଆମେ ପୂର୍ବ ଅଧ୍ୟାୟରେ ପଢିଥିଲେ ଅଣୁଜୀବ ମାନେ କିପରି ସେଥିରେ ବଂଶ ବୃଦ୍ଧି କରନ୍ତି। ତେଣୁ ଗରମ ଓ ଓଦାଳିଆ ସ୍ଥାନରେ ଏହି ଜୀବାଣୁ ମାନେ ଖୁବ ଶୀଘ୍ର ବଢି ଯାଇଥାନ୍ତି, ଯାହାକି ଆମ ଖାଦ୍ୟକୁ ଖାଇ ଦିଅନ୍ତି, ଖାଦ୍ୟକୁ ନଷ୍ଟ କରିଦିଅନ୍ତି। ଖାଦ୍ୟର ରଙ୍ଗ ବଦଳିଯାଏ, ତାର ସ୍ୱାଦ ବଦଳିଯାଏ ଓ ସେଥିରୁ ଦୁର୍ଗନ୍ଧ ବାହାରେ। ଯୋଉ ଦୁର୍ଗନ୍ଧର ସୂଚନା ହଉଛି କଣ, ଆମ ଖାଦ୍ୟ ଖରାପ ହେଇଯାଇଛି। ତାହେଲେ ଦୂଷିତ ଖାଦ୍ୟର ବିପଦ କଣ କଣ ନା ଜୀବାଣୁ ଓ ସଂକ୍ରମଣ ଦ୍ଵାରା। କିପରି ନା ଯଦି ଆମେ ଅପରିଷ୍କାର ପରିବେଶ, ଖରାପ ହାତରେ ଆମେ ସେ ଖାଦ୍ୟକୁ ଛୁଇଁବା ତାହେଲେ ସେ ଖାଦ୍ୟ ଗୁଡିକ ଖରାପ ହେଇଯିବ। ଆଉ କଣ ହବ ନା ବାହାରେ ଯଦି ଖାଦ୍ୟ ଆମେ ଖୋଲାରେ ରଖିବା ବା ପଚାସଢା ଖାଦ୍ୟ ଦେଖିବା ତାହେଲେ ଖାଦ୍ୟ ଆମର ଖରାପ ହୋଇଯିବ। ଆଉ କଣ ହବ ନା ଖାଦ୍ୟ ଉପରେ ମାଛି ବସିବା ଦ୍ଵାରା ମଧ୍ୟ ଆମର ଖାଦ୍ୟ ଖରାପ ହେଇଯାଏ। କାରଣ ମାଛି ମାନେ ସବୁ କଣ ଅଳିଆ ଆବର୍ଜନା ଅଞ୍ଚଳରେ ବସନ୍ତି। ସେଠୁ ଆସି ଯେତେବେଳେ ଆମ ଖାଦ୍ୟରେ ବସିବେ ଆମ ଖାଦ୍ୟ ସବୁ ନଷ୍ଟ ହେଇଯିବ। ତା ସହିତ ବାହାରେ ଖାଦ୍ୟ ମେଳାରେ ମଧ୍ୟ ପଚାସଢା ଖାଦ୍ୟ ଯୋଉ ଥାଏ ତାକୁ ମଧ୍ୟ ଯଦି ଖାଇବ ସେସବୁ ଆମର ଶରୀର ପାଇଁ କ୍ଷତିକାରକ। ତାପରେ ଖାଦ୍ୟ ଉପରେ ମାଛି ବସିବା କୀଟନାଶକର ପ୍ରୟୋଗ ଦ୍ଵାରା ମଧ୍ୟ କଣ ହୁଏ ନା ଆମର ଖାଦ୍ୟ ନଷ୍ଟ ହୋଇଥାଏ। ତ ଏହା ପ୍ରଭାବରେ ଆମର ବାନ୍ତି, ତରଳ ଝାଡା ଓ ପେଟ ଯନ୍ତ୍ରଣା ଆଦି ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ତେଣୁକରି ଯଦି ଆମର ଖରାପ ଖାଦ୍ୟ ଖାଇବା ତାହେଲେ ଏଇ ସବୁ ଅସୁବିଧା ଆମର ହେବ। ବୁଝିଗଲା। ତେବେ ଦେଖ ଖାଦ୍ୟକୁ ସତେଜ ଆଉ ସୁରକ୍ଷିତ ରଖିବା ଆମେ କିପରି। ଏଇଟା ତ ସମସ୍ତଙ୍କ ଘରେ ଅଛି। କଣ କହିଲ ଏଇଟା, ଫ୍ରିଜ ନାଇଁ। ତାର ପ୍ରଥମ ଉପାୟ ହେଲା ଆମର ଫ୍ରିଜ। ତାହେଲେ ଫ୍ରିଜ କଣ ହୁଏ ନା ଯେହେତୁ
जीवाणु बढ़िया तापमात्रा आवश्यक थाए। फ्रिज भितर बहुत गरम हुए हुएनि मु भूल कहीदेली कि ओहो फ्रिज भितर बहुत थंडा थाए नहीं तो से थंडा जगार खराब जीवाणु माने कौन हुआ बढ़ी पारती नहीं। तेणु माँ फल पनीपरिया और क्षीर आनी फ्रिज रे रखती जेहेतु कौन ठंडा जगार अणुजी मैंने बढ़ी पारे तेणु से जगार आनी कौन भिन्न प्रकार जिनिस आम आनी रखी पारिबा। फ्रिज भितर ठंडा पवन खाद्य को बहुत दिन पर्यंत सतेज रखे जेहेतु फ्रिज भितर बहुत ठंडा जहाँ आम फल पनीपरिया रखा से सब सतेज हो भितर रपर देखले कौन हो क्षीर गरम करा नहीं ताहले दुई उपाय है कौन ना फुटाइबा बा गरम करिबा ताहले कौन हबो ना अधिक गरम रे मध्य अणुजीव माने बंची पारंते नाही जेमती अधिक ठंडा रे बंची पारंतेनी ठीक सेमती आमर अधिक गरम हेले मध्य अणुजीव माने बंची पारिबे नाही। तेणु तुमे मैंने देखिथिबो घर को क्षीर आसिले माँ प्रथमे ताको गैस रे फुटाई दियंती कारण क्षीर रे यदि अणुजीव पड़ीजे सी नष्ट हो तेणु आगदा कौन करा जाए ना सांगे सांग गरम करा जहाद्वारा से अणुजीव माने सृष्टि हो पारे नाही कि से वंश विस्तार करें नाही जहाद्वारा क्षीर नष्ट हबनी। तेणु फुटाइबा द्वारा खाद्य थिबा जीवाणु मरी जाती एवं खाद्य भल रुहे। तेणु प्रथमे आम यदि क्षीर पर किसी जिनस आणुचे ताको आम कौन करवा ना सांगे सांग गरम करदे गरम कले ताहा नष्ट हेब नाही। एबे देखिले कौन होची खरारे सुखा है नाई ताले उपाय 3 होची कौन ना खरारे आमे सुखेबा। तो जीवाणु बंचिबा पई पानी निहारी दरकार पूर्व अध्याय आम जानले आर्द्रता थिले जीवाणु वृद्धि होई पारिबो तेणु पानी निहारी दरकार। तेणु कौन सी जिनिस को खरारे सुखाई देले ता भितरु पानी अंश कौन हुए चाली जाए आउ पानी से किसी रहे ना। उदाहरण खरारे सुखा जाइथिबा बड़ी पांपड़ एवं सुखुआ आदि वर्ष वर्ष धरी खराब हुए ना बुझीगला जो पानी अंश कमी जाए आर्द्रता कमी जाए सी नष्ट हेब ना। एबे देखिले एटा कौन पाटू लाल बहिलाणी समस्त नुह आचार ताहले आचार आम कौन करू लुण आउ तेल मिसाई थाउ ताहले उपाय 4 होची लुण आउ तेलर मिश्रण ताहले लुण तेल देले कौन हुए ना खाद्य सुरक्षित होई रही थाए बुझीगला। तेणु आंब लेंबू बा कोड़ी रे लुण और तेल पकाई आचार करा जाई थाए जहाद्वारा कौन हबो ना खाद्य सुरक्षित रहिबो से आउ नष्ट हेब नाही। एही लुणिया बा तेलिया परिवेश रे जीवाणु माने रही पारते नाही तेणु आचार बहुत दिन जाए हमर सतेज रहे। आचार खाइले भी बहुत दिन पर भी ता टेस्टी लगे न कारण से लुण आउ तेल आमर मिसाई थाए जहाँ मध्य जीवाणु माने बढ़ी पारती नाही। ता सहित आउ कौन कर ना वायुरुद्ध डब्बा नहीं पारिबा किपरि ना बाहर पवन बाजिले बिस्कुट मिक्सचर आदि नरम हो जाए नहीं तेणु सेगुड़ी को एमती एक डबारे बंद कर रखा जाए जहाँ भीतर को पवन पशि पार नहीं जहाँ फल सुरक्षित रहा को आम एयर टाइट डबा बोली कही था। ए खाद्य मड़मड़िया और सत्याज बिस्कुट यदि नरम हो खाया भल लगे मड़मड़िया कुड़कुड़िया रहा भल लगे तेणुक आम वायुरुद्ध डबारे रखा। तो आम कहीं सब करवा एसबू कले आम उपकार कौन हम देख यह द्वारा खाद्य नष्ट हुए नहीं और पैसा बंचे जो खाद्य आम पैसा दे किचे टंका दे किचे से खाद्य नष्ट हबनी कि आम पैसा बंचीज। आउ कौन हम आम जेकोसी ऋतु जेपर खरा दिन भी शीत दिन फल खाइबार मजा आम नहीं पारानी जमती कमला आमर शीत दिन मिले किंतु आम वर्ष सारा ताको खाद्य रूपे ग्रहण करमिति आम साइतिकी रखिले ता सहित बड़का खाद्य को साइति रखिले आवश्यक समय ताहाको आम अन्य मानंकु देई पारिबा बुझीगला। तेबे आस आम केतोटी प्रश्नर आलोचना करिबा। केउ प्रकार खाद्य खाइले आमको काम करने को बल और शक्ति मिले
ସତେଜ ଖାଦ୍ୟ ନାଇଁ। ଖାଦ୍ୟକୁ ଥଣ୍ଡା ରଖି ସତେଜ ରଖୁଥିବା ଯନ୍ତ୍ରର ନାମ କଣ? କିଏ କହିପାରେ ଦେଖିବା? ଫ୍ରିଜ ଅଛି ଘରେ ସମସ୍ତଙ୍କର? ହଁ। ଜୀବାଣୁ ମାନେ କେଉଁ ଭଳି ସ୍ଥାନରେ ଖୁବ ଶୀଘ୍ର ବଂଶ ବୃଦ୍ଧି କରନ୍ତି? ଓଦାଳିଆ ଆଉ ଗରମ ସ୍ଥାନରେ ନାଇଁ। ଯୋଉଠି ଓଦାଳିଆ ଥିବ, ଆର୍ଦ୍ରତା ଥିବ ଆଉ ଗରମ ଥିବ, ସେଇ ଜାଗାରେ ସେମାନେ ବଂଶ ବୃଦ୍ଧି କରିବେ। ତା ସହ କେତେଟା ଶୂନ୍ୟ ସ୍ଥାନ ମଧ୍ୟ ପୂରଣ କରିଦେବା। ବାସି କିମ୍ବା ଖରାପ ଖାଦ୍ୟ ଖାଇଲେ ଆମର ଡ୍ୟାସ୍ ଖରାପ ହୁଏ। ଦେହ ଖରାପ ହୁଏ, ପେଟ କାମୁଡେ ନୁହଁ। ଅଧିକ ଡ୍ୟାସ୍ ରେ ମଧ୍ୟ ଜୀବାଣୁ ମାନେ ବଞ୍ଚି ପାରନ୍ତି ନାହିଁ। କହିଲ? କ୍ଷୀରରେ କଣ କରୁଥିଲେ? ଗରମ କରୁଥିଲେ ନାଇଁ। ତେଣୁ ଅଧିକ ଗରମ ବା ଉତ୍ତାପରେ ମଧ୍ୟ ଜୀବାଣୁ ମାନେ ବଞ୍ଚି ପାରନ୍ତି ନାହିଁ। କ୍ଷୀରକୁ ନଷ୍ଟ ନହେବା ପାଇଁ ଆମେ ତାକୁ ଡ୍ୟାସ୍ କରିବା। କଣ କରିବା? ଫୁଟାଉ ବା ଗରମ କରିଦଉ ନାଇଁ। ତ ଦେଖିବା ଏବେ ଆସ ଆମେ ସ୍ତମ୍ଭ ମିଳନ କେତେଟା କରିବା। କ୍ଷୀରର କଣ ହବ ନା ଫୁଟାଇବା। ଫଳ ପନିପରିବା ଫ୍ରିଜ ରେ ସାଇତିକି ରଖିବା ନାଇଁ। ଭେରି ଗୁଡ। ବାସି ଖାଦ୍ୟ କଣ ହବ? ପେଟ କାଟେ। ଓହୋ, ବାସି ଖାଦ୍ୟ ଖାଇଲେ ପେଟ କାଟିବ ନାଇଁ। ସତେଜ ଖାଦ୍ୟ ଖାଇଲେ ଶକ୍ତି ଓ ବଳ ମିଳିବ ନାଇଁ। ଭେରି ଗୁଡ। ତେବେ ଦେଖ ଆଉ କେତୋଟି ପ୍ରଶ୍ନ ଅଛି। ଫ୍ରିଜ ରେ ଖାଦ୍ୟ ରଖିଲେ ତାହା କାହିଁକି ଖରାପ ହୁଏ ନାହିଁ? କାରଣ ଫ୍ରିଜ ରେ ଥଣ୍ଡା ପବନ ଯୋଗୁ ଖରାପ ଜୀବାଣୁ ମାନେ ବଢି ପାରନ୍ତି ନାହିଁ। ତେଣୁ ଖାଦ୍ୟ ସତେଜ ରହେ। ଖାଦ୍ୟକୁ ବାହାରେ ଖୋଲା ଛାଡିଦେଲେ କଣ ହେବ କୁହ? ଖାଦ୍ୟକୁ ଯଦି ବାହାରେ ଖୋଲା ଛାଡିଦବା, ସେଥିରେ କଣ ହବ ନା ଆମର ଛୋଟ ଛୋଟ ଜୀବାଣୁ ସେଥିରେ ବସନ୍ତି ଆଉ ଖାଦ୍ୟକୁ ନଷ୍ଟ କରିଦିଅନ୍ତି। ତାହେଲେ ସମସ୍ତେ ସବୁ କିଛି ବୁଝିଗଲ ନାଇଁ। ତ ଏବେ ଆମେ ଆଉ ଗୋଟେ ପ୍ରଶ୍ନ ଦେଖିବା। ସତେଜ ଖାଦ୍ୟ ଖାଇବାର ଗୋଟିଏ ଉପକାରିତା ଲେଖ। କଣ ଉପକାରିତା କହିଲ? ସତେଜ ଖାଦ୍ୟ ଆମକୁ ବିଭିନ୍ନ ରୋଗରୁ ଦୂରେଇ ରଖିଥାଏ। ତ ଏହା ହିଁ ଥିଲା ଆଜିର ଆମର ଆଲୋଚନାର ବିଷୟବସ୍ତୁ। ଆଶା କରୁଛି ତୁମେ ମାନେ କିଛି ନା କିଛି ନୂଆ ସବୁ ଶିଖିଥିବ। ତ ଆଗାମୀ ଅଧ୍ୟାୟରେ ପୁଣି ଦେଖାହବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।